ସେ ରାତିରେ ଶକଲତୱାଲାଙ୍କ ଘରେ ଗୋଟିଏ ଦାମୀ ଭୋଜି, ବସ୍ତୁତଃ ଗୋଟିଏ ନାମୀ ସମାଜ ଭୋଜି। ସେହି ପ୍ରକାରର ଯାହା କାରଣ ଥାଉ ନଥାଉ ବର୍ଷକେ ଏଠୁ ସେଠିକି ହୋଇ କେତେଥର ଘଟେ, କେତେବେଳେ କାହା ଘରେ। ଏହି ଭୋଜିର ବିଶିଷ୍ଟତା ଯେପରିକି ସାଧାରଣ ଦୁନିଆର ଆଖିରେ ଆଙ୍ଗୁଠି ଗେଞ୍ଜି ବୁଜାଇ ଦିଏ ଉପରିକ ସ୍ତର ସାଧାରଣ ସ୍ତରଠୁ ସେ ଭିନେ। ପଦାକୁ ତାର ଧ୍ୱନି ହଟୋ ହଟୋ ତଫାତ୍ ହଟୋ। ବଡ଼ ସଡ଼କ କରରେ ବଡ଼ ହତା, ଭିତରେ ପ୍ରକାଣ୍ଡ ଓସାର ଫାଙ୍କା ପଡ଼ିଆ, ବଡ଼ ବଗିଚା, ଢିପ ଉପରେ ବଡ଼ ଘର, ରାସ୍ତା ଉପରେ ବଡ଼ ଫାଟକ ପାଖେ ବଙ୍କା କାତି ଧରି ଗୁଖା ପ୍ରହରୀ। ଭିତରୁ ଦିଶେ ଜିଭ ଲହ ଲହ କରି ଜଗୁଆଳି କୁକୁର। ହଟୋ ହଟୋ, ଏଠି କାମ ନାହିଁ। ଦୂରରେ ଧୂଳିଆ ମସିଆ ପଲ୍ଲୀର ଧାଡ଼ି ଧାଡ଼ି ଘର, ଠେଲାପେଲା। ଥିଲା, ଅଛି, ରହି ଆସିଛି। କେଞ୍ଚାଏ ମେଞ୍ଚାଏ ଦୁନିଆରେ ଥିଲାବାଲାର ଖାନଦାନୀ ଦୁର୍ଗ। ତାର ବିଶିଷ୍ଟତା ଅଛି ନିଶ୍ଚୟ। ଭିତରୁ ରଙ୍ଗରଙ୍ଗର ଆଲୁଅ। ଓସାର ନାଲି ରାସ୍ତାକରରେ ଧାଡ଼ି ଲମ୍ବିଛି ମଟର ଗାଡ଼ିମାନଙ୍କର। ଆଲୁଅରେ ଜିକ୍ ଜିକ୍ ଦିଶୁଛି ସେମାନଙ୍କର ପିଠି। ବାଟର ବାଟୋଇ କଳ୍ପନାର ଇନ୍ଦ୍ରଭୁବନ। କିଛି ନ ହେଲେ ଦୂରରୁ ଚାହିଁ ଆଖି ସୁଖ କରିଯାଏ। ଯଥାର୍ଥତା ଖୋଜି ଅର୍ଥ କରିଯାଏ। 5 ଆଙ୍ଗୁଠି ସମାନ ନୁହେଁ। ତା ଛଡ଼ା ପୂର୍ବଜନ୍ମ, ଭାଗ୍ୟ, ଯୁଗଧର୍ମ। ଏହି ଭାଗ୍ୟ ଆଉ ପୂର୍ବଜନ୍ମ ପ୍ରଭାବରୁ ପରା ସ୍ଥାନେ ସ୍ଥାନେ ଘୋଟେ ଭୂମିକମ୍ପ, ଲୋକ ଚିପି ହୋଇ ଛେଚି ହୋଇ ମରନ୍ତି। ଘଟେ ଦୁର୍ଭିକ୍ଷ, ମଣିଷପଣର ଲେଙ୍କୁଡ଼ି ଛିଣ୍ଡି ମାଟିରେ ମିଶେ। ବାଟର ବାଟୋଇ ଆପଣାର 5 ଆଙ୍ଗୁଠିକି ଚାହିଁ ବଧିର ଅଲଙ୍ଘ୍ୟ ନିୟମକୁ ମୁଣ୍ଡ ପାତି ନିଏ। ବାଟର ବାଟୋଇ ଆପଣାର 5 ଆଙ୍ଗୁଠିକି ଚାହିଁ ବିଧିର ଅଲଙ୍ଘ୍ୟ ନିୟମକୁ ମୁଣ୍ଡ ପାତି ନିଏ। କରପଟେ ଏହି ଇନ୍ଦ୍ରଭୁବନର ଶୋଭା। ସାମ୍ନାରେ ଲମ୍ବି ଯାଇଛି ଚିରଦିନର ରାସ୍ତା, ସୁଖେ ଦୁଃଖେ। ଭିତରେ ବଡ଼ ହଲ୍ ଭିତରେ ଲମ୍ବ ହୋଇ ଟେବୁଲ ପଡ଼ିଛି। ଏମୁଣ୍ଡ ସେମୁଣ୍ଡ ଜିକି ଜିକି ହୋଇ ଫେଣେଇ ଉଠୁଛି ତାର ଧୋବ ଫରଫର ଚାଦର। ଆଂଶୋ ଆଂଶୋ କାରୁକାର୍ଯ୍ୟରେ ସ୍ଫଟିକ କୁଣ୍ଡରେ ସ୍ଥାନେ ଶୋହୁଛି ଫୁଲପତ୍ରର ଝୁମ୍ପା ଗୁଚ୍ଛ। ଯେପରିକି ଟେବୁଲ ଉପରେ ଗୋଟିଏ ସଜ୍ଜିତ ବଗିଚା। ଅବଶ୍ୟ ବୁଝି ଦୁନିଆର ଚଳଣି ବର୍ଷା ଆଡ଼କୁ ଛତା ଆବଶ୍ୟକ ବୁଝି ଦୁନିଆର ଚଳଣି ବର୍ଷା ଆଡ଼କୁ ଛତା ମୋହିଲା ପରି ନିଜକୁ ଖର୍ବ କରିଦେଇଛି ବିଶିଷ୍ଟ ଅତିଥିଙ୍କ ସେବା ପାଇଁ। ତାହାରି ମଝିରେ କାରୁକାର୍ଯ୍ୟ ମଣ୍ଡିତ ବିବିଧ ଥାଳିରେ ରଙ୍ଗରଙ୍ଗର ଖାଦ୍ୟ, ଦାମୀ ଗଦି ଓ ଦାମୀ ପୋଷାକ ପିନ୍ଧା ଚୌକି ଶ୍ରେଣୀ, ସଜ୍ଜିତ କାନ୍ଥ ଓ ଛାତ ତଳ। ସବୁଠି ପରିପାଟୀ ଓ ସାଜସଜ୍ଜା ଏକ ମାୟାଲୋକ। ରଙ୍ଗ, ସୁଗନ୍ଧ ଓ ସ୍ୱାଦୁର ସମାବେଶ। ମାୟାବୀ ପରି ବିଶିଷ୍ଟ ଅତିଥି ଦଳ। ସତେଅବା ଐଶ୍ୱର୍ଯ୍ୟମୟୀ ସ୍ୱର୍ଣ୍ଣଲଙ୍କାର ଭୋଜନ କକ୍ଷ। ମାୟାପୁରୀର ଐଶ୍ୱର୍ଯ୍ୟରାଜ ଦାନବ ଦଳ। ଥିଲେ, ଅଛନ୍ତି। ଭୋଜି ଲାଗିଛି, ଗଳ୍ପ ଚାଲିଛି। ସାମାନ୍ୟ ଗୋଟିଏ ଛୋଟ ଅଙ୍ଗୁର ଦାନାକୁ ବୋଝ ଟେକିଲା ପରି ଧୀରେ ଧୀରେ ପାଟିକି ନେଇ ଧନକୁବେର ଶକଲତୱାଲା କହିଲେ, ବିଲାକ୍ କଲା ବଜାର। ସେଟା କ'ଣ? ହିଂସୋଳିଆ ଲୋକେ ନାଁ ଦିଅନ୍ତି।
ବୁଦ୍ଧି ନଥିଲା ଲୋକେ ସେ ସବୁ କଥା ଶୁଣନ୍ତି। ବେପାର ସହିତ ଯେଉଁମାନଙ୍କର କିଛି ସମ୍ବନ୍ଧ ନାହିଁ ସେହିମାନେ ତା'ର ଦୁଆ ଧରନ୍ତି। ଚାରିଆଡ଼େ ଶୁଣିବେ ବିଲାକ, କଲାବଜାର, କିଳାପୋତେଇ, ଗୋଟାଏ ବୃଥା କୋକୁଆ ଭୟ। ଲୋକେ ତୁଣ୍ଡରେ ରଡ଼ୁଛନ୍ତି, କାଗଜରେ ଛାପୁଛନ୍ତି। ଚହଳ ଶୁଣି ଶୁଣି ସାଧାରଣ ଲୋକର ଛାତି ଛାନିଆ। ଲୋକେ ବୁଝନ୍ତି ନାହିଁ ଦୋକାନଦାରୀ ସବୁଦିନେ ଦୋକାନଦାରୀ। କ୍ୟା ଭିଆ। ଆରପଟୁ ପନ୍ନାଲାଲ ବିଖ୍ୟାତ ବ୍ୟବସାୟୀ, ମୋଟାସୋଟା ବାଙ୍ଗରା ମଣିଷ, ଗମ୍ଭୀର ହୋଇ କଳେ ଖାଦ୍ୟ ଖୁବ୍ ମାଠି ମାଠି ଚୋବାଉଥିଲେ। ତରତର ଗିଳୁ ଗିଳୁ ତଣ୍ଟି ଫୁଲି ଉଠୁଛି। କହିଲେ, ଠିକ୍ ବାତ୍। ଦୋକାନଦାରୀରେ ଲାଭ ଥାଏ, କ୍ଷତି ଥାଏ। ଯେ ଘାଟା ବେଳେ ମାଟି କାମୁଡ଼ି ପଡ଼ିଥାଏ, ନଫା ବେଳେ ତା'ର କିଛି ମୁନାଫା ଉଠାଇବା ହକ୍ ହେଉଛି। ବେପାରୀ ପରର କ୍ଷତି ଚାହେଁ ନାହିଁ। ଆମେ ତ ସମସ୍ତଙ୍କର ଲାଭ ହିଁ ଖୋଜୁଥାଉ। ଲୋକର ମଙ୍ଗଳ ହେଉ, ଗୋ ଜାତିର ମଙ୍ଗଳ ହେଉ। ସବ୍ ଲୋକ ପାଏ ଲାଭ ଆଉର ଶୁଭ। ସବକୋ ମୁନାଫା ମିଲେ ହେ ଭଗବାନ। ଲେକିନ ଗାଳି ଦେବାର ଲୋକେ ମଜବୁତ। ଦୁନିଆର ଆଦତ ସେପରି। ଶକଲତବାଲା ହସିଲେ, କହିଲେ, ଗାଳିଟା ଆପଣଙ୍କୁ ବେଶୀ ଶୁଣିବାକୁ ହେଉଛି। ସତ କଥା। ସେ ମୋର କପାଳ। ପନ୍ନାଲାଲ କହିଲେ, ଯେ ମାଗିଲା ଚାନ୍ଦା ଦେଲି। ଗୋ ସେବା ହୋ ଚାହେ ନର ସେବା ହୋ। ଚାନ୍ଦା ଦେବାରେ ଯାହା ଯାଉଛି ସେ ମୋର ମନ ଜାଣେ। ତହିଁରେ ଗରିବ ଗୁରୁବା କାହାକୁ କେମିତି ମିଠେଇ ଖିଆ। ଶକଲତବାଲା କହିଲେ, ସେ ଫେର ଗୋଟାଏ କଥା ଉଠିଛି। ଆରେ ବାବୁ, ଯେ ତମର କାମ କଲା ତାକୁ କିଛି ଦବ ନାହିଁ? କାହିଁକି ସେ ତମ ପାଇଁ ରାତି ରାତି ଖଟିବ? ସବୁ ଲୋକର କାମ ପଛେଇ ଦେଇ ତମ କାମଟା ଆଗ କରିବ। ତାକୁ ଦେବା ତ ପୁଣ୍ୟକର୍ମ। ଦେଲେ କହିବେ ବିଗଡ଼ଉଛ, ନ ଦେଲେ କହିବେ କିଳା ପୋତେଇ କରୁଛ। ଏ ଦୁନିଆରେ ପୁଣ୍ୟ ନାହିଁ, ସତ ନାହିଁ। ସତର ନାଁ ବୁଡ଼ିଲା। ରାମ ଭିଆ। ପନ୍ନାଲାଲ କହିଲେ, ଏମିତି ଦୁନିଆ ରହିବ ନାହିଁ। ଚାନ୍ଦା ଦେଇ ଗରିବ ଲୋକକୁ ମିଠେଇ ଖୋଇ ଯାହା ବଳିଲା ସେଥିରୁ ବଡ଼ ଭାଗ ଇନକମ୍ ଟିକସ କାଟିନେଲା। କ'ଣ ଆମେ ମୁନାଫା କରୁଛୁଁ? ଲୋକେ ଆସନ୍ତୁ, ଭିତରଟା ଦେଖନ୍ତୁ। ଦେହ ମେହନତ ନ କଲେ ତ କେହି ଦେବ ନାହିଁ। ତେବେ କୁଲି ମେହନତ କରି ଯାହା ଘରକୁ ଆଣେ ସେ ତା' ନିଜ ପାଇଁ। ଆମେ ମେହନତ କରୁଁ ପର ପାଇଁ। ଯାହା ବା ରହିଲା ସବୁ ଏ ଦେଶରେ ତ। ଏଇଠି ବେପାରରେ ପଡ଼ିବ, 10 ଲୋକ ମୂଲ ପାଇବେ, କାମ ପାଇବେ। ନା କିଏ ସାଙ୍ଗରେ ବାନ୍ଧି ନେଇଯିବ? ସେ ଠିକ୍ କଥା। ବଳିଦତ୍ତ ଶ୍ୟାମବାବୁଙ୍କୁ କୁହୁଣିଆ ମାରିଲା। ହେଇ ଶୁଣନ୍ତୁ ବେପାରର ବଡ଼ ବଡ଼ ନୀତି ଶ୍ୟାମବାବୁ। ନିଘା କରି ଶୁଣିବେ। କମ୍ପାନୀ ସହିତ ଘନିଷ୍ଠ ସମ୍ବନ୍ଧ ଏମାନଙ୍କର। ଆଚ୍ଛା, ଶର୍ମା ସାହେବ ଆଇଲେ ନାହିଁ? ରଣଜିତ୍ ବାବୁ ଆଇଲେ ନାହିଁ? ଦୁହେଁ ଶିକାରକୁ ଯାଇଥିଲେ। କ'ଣ ହେଲା ତାଙ୍କର? ସେ ସବୁ ବଡ଼ ବଡ଼ କଥା। ଶ୍ୟାମବାବୁ କହିଲେ,
ସେ ଖାଇବାରେ ଖୁବ୍ ବ୍ୟସ୍ତ। ସଞ୍ଜରୁ ଫେରି ଆସିବା କଥା। ଅନ୍ତତଃ ମିଷ୍ଟର ଶର୍ମା ଦେଖୁନାହାନ୍ତି? ଜମୁନାହିଁ ଆଦୌ। ଶ୍ୟାମବାବୁ ଆଖିରେ ଦେଖୁଛନ୍ତି ଖାଦ୍ୟ। ପାଖକୁ ପାଖ 2 ଜଣ ଭଦ୍ର ମହିଳା, କୁମାରୀ ନାଗ ଓ ଶ୍ରୀମତୀ ପାଳ। ଆଲୋଚନା ରବୀନ୍ଦ୍ରଙ୍କ ଛନ୍ଦ। ଭୋଜନ ମଝିରେ ଆଲୋଚନା ବାଟେ ଯେପରି ସେମାନେ ନୂଆ ହୋଇ ତାର ତଥ୍ୟ ଆସ୍ୱାଦନ କରିବାକୁ ଚେଷ୍ଟିତା। ରବୀନ୍ଦ୍ରିକ ଛନ୍ଦଟା କୁମାରୀ ନାଗ କହିଲେ, ବାକ୍ୟକୁ ଅସମାପ୍ତ ରଖି ଅନେଇ ରହିଲେ ଆପଣାର ନଖକୁ। ରଙ୍ଗବୋଳା ଲମ୍ବ ଲମ୍ବ ନଖ ସେଠି। ଉତ୍ତର ନାହିଁ। ସେ ଛନ୍ଦରେ ଅଛି ଅସରନ୍ତି ଆଲୁଅ, ଅବାଧ ପବନ ଆଉ ଅସ୍ଫୁଟ ଶ୍ୟାମଳିମା। ରବୀନ୍ଦ୍ରିକ ଛନ୍ଦ, ସେ ଅତୁଳନୀୟ। ଶ୍ରୀମତୀ ପାଳ କହିଲେ। ରବୀନ୍ଦ୍ରିକ ଛନ୍ଦ, ସେ ଅତୁଳନୀୟ। ଶ୍ରୀମତୀ ପାଳ କହିଲେ। ଯେତେଥର ମୁଁ ରବୀନ୍ଦ୍ରିକ ଛନ୍ଦରେ ମନ ଦିଏଁ, ମୋର ଭିତରଟା କ'ଣ ହୋଇଯାଏ। କୁମାରୀ ନାଗ କହିଲେ, ମାନେ ଭାଷାରେ ତା ପ୍ରକାଶ କରିହୁଏ ନାହିଁ। ସେ ଯେ ଭାଷାର ଅତୀତ। ବହୁତ କହିପାରିଛନ୍ତି ଭାବି ହସି ହସି ଗୋଲ ମୁହଁଟିକୁ ଟେକିଦେଲେ ଶ୍ରୀମତୀ ପାଳଙ୍କ ଆଡ଼କୁ। କିନ୍ତୁ ଶ୍ରୀମତୀ ପାଳ ସ୍ୱପ୍ନରେ ଭାସିଲା ପରି ହାଉଲେ କହିଲେ, କ'ଣ ହୁଏ ସେ କଥା ମୁଁ କହିପାରିବି। କ'ଣ ସେପରି କଣ କଠିନ ସରୁ ମୋଟା ଏକାଠି ଗୁରେଇ ହୋଇଯାଏ। ହୃଦୟରେ ଅନୁଭବ କରେ ସବୁ ଯେପରି ତରଳି ଆଉଟି ହୋଇଯାଉଛି। ସ୍ଥୂଳ ଆଉ ସୂକ୍ଷ୍ମ, ସୂକ୍ଷ୍ମ ଆଉ ସ୍ଥୂଳ, ସବୁ ଏକାକାର ହୋଇ ଅସୀମ ପଥରେ ବାକ୍ରୁଦ୍ଧ ହୋଇ ଧାଇଁଛି। ସେହି ରବୀନ୍ଦ୍ରିକ ଛନ୍ଦ, ଅସୀମର ସ୍ପନ୍ଦନ। ଶ୍ରୀମତୀ ପାଳ କୁମାରୀ ନାଗଙ୍କ ଆଡ଼କୁ ଫାଳେ ମୁହଁ ବୁଲେଇ ମୁହଁକୁ ସ୍ଥିର ରଖିଲେ। ଏ ତାଙ୍କର ଗୋଟିଏ ସ୍ୱାଭାବିକ ଭଙ୍ଗୀ। କାହା ସହିତ କଥାଭାଷା ବେଳେ ସେ ଅପରପକ୍ଷ ଆଡ଼କୁ ଫାଳେ ମୁହଁ ବୁଲାଇ ଓଲଟା ପଟକୁ ଚାହାନ୍ତି। ଅପରପକ୍ଷ ତାଙ୍କ ମୁହଁର 10ଣା 12ଣା ଭାଗ ଦେଖିପାରେ। ଦର୍ପଣରେ ଦେଖିଲେ ସେତିକି ସୁନ୍ଦର ତାର ଅସ୍ପଷ୍ଟ ସୀମା। ସେ ଓଲଟା ପଟକୁ ଚାହିଁଲେ ସେପାଖୁ ତାଙ୍କର ଆଖି କିଣିକିଆ ହୋଇ ଦିଶେ। ମୁହଁର ଚିତ୍ର ମଝିରେ ଚାହାଣି ଦିଶେ ମାୟା ଛାୟା। ନାତିଦୀର୍ଘ ଗ୍ରୀବା କରକୁ ଝାଙ୍କି ହୋଇ ଏକ ପ୍ରକାର ବକ୍ର ଦୀର୍ଘତା ସୃଷ୍ଟି କରେ। କାନ୍ଧ ଟୋଲେଇ ରହେ। ଅପରପକ୍ଷ ଦୃଷ୍ଟି ଦିଗରୁ ଦିଶେ ଏକ ପ୍ରକାର ପକ୍ଷୀ। ତାରଯନ୍ତ୍ରର ଧ୍ୱନିରେ ସେ ଖେଳେଇ ମାତୃଭାଷା କହନ୍ତି, ଇଂରେଜୀ କହିଲା ପରି। ରକୁ ଉଚ୍ଚାରଣ କରନ୍ତି ଅ ପରି। ଅକାରାନ୍ତ ଶବ୍ଦକୁ ଅଳ୍ପକେ ଟେକି ଦିଅନ୍ତି ଓ କାରାନ୍ତ କରି। ଫଳରେ ସୃଷ୍ଟି ହୁଏ ଗୋଟିଏ ଅପୂର୍ବ ଶବ୍ଦ ସମାବେଶ। ଶ୍ରୀମତୀ ପାଳ ପ୍ରାନ୍ତ ଭାଷଣ ଦେଲାପରି ବିଜ୍ଞପ୍ତି କଲେ, ଏଇ ହେଉଛି ରବୀନ୍ଦ୍ରିକ ଛନ୍ଦ। ଅସୀମର ସ୍ପନ୍ଦନ। ବୁଝି ହୁଏ
ପ୍ରକାଶ କରି ହୁଏ ନା, ପ୍ରକାଶ କରି ହୁଏ ନା, ବୁଝି ହୁଏ, ପ୍ରକାଶ କରି ହୁଏ ନା ତ, ନା ଆପଣ କ'ଣ କିଛି ପ୍ରକାଶ କରି ହୁଏ ନା ତ, ଆପଣ ନା ଆପଣ କ'ଣ ନା ଆପଣ କ'ଣ କିଛି କହିବେ? କୁମାରୀ ନାଗ ବିହ୍ୱଳିତା ହୋଇ କହିଲେ, ସୁନ୍ଦର, ସୁନ୍ଦର। ଦୂରରୁ ସେହି ଆଡ଼କୁ ମୁହଁ ବୁଲେଇ ଚାହିଁ ରହିଛନ୍ତି ନବକିଶୋର ବାବୁ। ନବକିଶୋର ବାବୁ ଆଖିରେ ପଲକ ପଡ଼ିବା ଡେରି ହୋଇଛି, ଡେରି ହେଇଛି। ଶ୍ୟାମଳ ମୁହଁ ଉପରେ ପାଉଡର ଓ କ୍ରିମ୍ ମିଶିଯାଇ ଗୋଟିଏ ନୂଆ ରଙ୍ଗର ସ୍ଥିର ମୁଖା। ମୁଣ୍ଡର ତେଲ ଚଟପଟ ଲମ୍ବ ବାଳ ମଝିରୁ ଦୁଇ ଫାଳ ହୋଇ ଭଙ୍ଗା ହୋଇଛି। ବାଳ ମଝିରୁ ଦୁଇ ଫାଳ ହୋଇ ଭଙ୍ଗା ହୋଇଛି। ଢିଲା ଧଳା ପଞ୍ଜାବୀ, ଢିଲା ଧଳା ପଞ୍ଜାବୀ, ବେକରୁ ଫୁଲପକା ଚାଦର ଲଟକିଛି। ମୁହାଁମୁହିଁ ପଛଆଡ଼େ ଚେତନାରେ ବାରମ୍ବାର ଭିଡ଼ା ଓଟରା। ଠେଲାଠେଲି ହୋଇ ଥରେ ଶ୍ରୀମତୀ ପାଳ, ଥରେ କୁମାରୀ ନାଗ, ଥରେ ଟେବୁଲ ଆରପାଖେ ଅନ୍ୟମାନେ। ଠେଲାଠେଲି ହୋଇ ଥରେ ପୂର୍ଣ୍ଣ ଦେହ ଉପରେ କାରୁକାର୍ଯ୍ୟମୟ ଶାଢ଼ୀର ଢେଉ, ଥରେ ସରୁ ବାଲି ପରି ଟଣା ଚମଡ଼ା ଉପରେ କୋମଳ ତେଜ, ଥରେ ସରୁ ନଈଧାର ପରି ସରୁ ବେଣୀଟିଏ, ଥରେ ଖମ୍ବ ପରି ଦମ୍ଭ ବାଙ୍ଗର ବେକ ଉପରେ ଗୋଲ ଖୋସା। ସତେଅବା ଘାସର ପଟ୍ଟଭୂମି ଉପରେ ମଲ୍ଲି ଫୁଲ ଫୁଟିଛି। ଥରେ କ୍ରିମ୍ ଓ ଅତରର ବାସ୍ନା, ଥରେ ବାହା ଉପରର ବହଳ ପାଉଁଶିଆ ରୋମ ସହିତ ପାଉଁରୁଟିର ବାସ୍ନା ସଂଯୋଜୀ କଳ୍ପନା। ଥରେ ସୁବେଶ ମୂର୍ତ୍ତିର କାୟା ଘେନି ବାରମ୍ବାର ଖେଳ, ଥରେ ମନେ ମନେ ମୂର୍ତ୍ତିକୁ ଆବରଣ ଖୋଳପା ଛଡ଼ାଇ ଥର ଥର ଛାତିରେ ଏକ ପ୍ରକାର ରୁଗ୍ଣ ସ୍ୱାଦୁର ଅନୁଭୂତି ଘେନିବା। ନବକିଶୋର ବାବୁ ଆଖି ବାଟେ ଭୋଜି ଖାଉଛନ୍ତି। ଢଳିଲା ମୁହଁରେ ଦରହସିଲା ପରି ଅଳ୍ପ ଆଁ ଅଛି ପାଟି। ଲମ୍ବ ଲମ୍ବ ଜିକି ଜିକି ଦାନ୍ତ ଦିଶୁଛି। ସେ ଜଣେ ସମାଜ ବିହାରୀ ଖୁସିବାସିଆ କବି। ବାଧା ନାହିଁ, ସମସ୍ତେ ଭୋଜି ଖାଉଛନ୍ତି। ଛଡ଼ାଛଡ଼ି ନାହିଁ, ଦିଆଘେନା। ନଅନ୍ତୁ ଆଉ ଖଣ୍ଡେ। ଟେବଲ ଉପରେ ସମସ୍ତେ ସାଙ୍ଗି ସାଙ୍ଗି। ମନା ନାହିଁ, ବାଧା ନାହିଁ, ଯେଝା ବାଟେ ଯେଝା। ସୁଶୃଙ୍ଖଳ ସମାଜ। ସେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିରାପଦ ଦେଖେ। ଦୀନବନ୍ଧୁ ବାବୁ ମୁହଁକୁ ତଳକୁ ପୋତି ଭୋଜି ଖାଇବାରେ ବ୍ୟସ୍ତ। ଖାଉ ଖାଉ କଳି ନେଉଛନ୍ତି ଦରଦାମ। ଦାମୀ ଖାଦ୍ୟ ଉପରେ ବିଶେଷ ନିଘା। ହରିବାବୁ ଖାଦ୍ୟ ବିଷୟରେ ଆଲୋଚନା ଉଠେଇଛନ୍ତି। ହେ। ଦୀନବନ୍ଧୁ ବାବୁ ଖୁବ୍ ବୁଦ୍ଧିମାନ। ହେ। ରାମ ଆସିପାରିଲା ନାହିଁ। ଦୀନବନ୍ଧୁ ବାବୁ କହିଲେ, ଲେଖିଛି, କକା ବିଲାତ ଯିବ। ଚେଷ୍ଟାରେ ମୁଁ ବଡ଼ ବ୍ୟସ୍ତ। ମଝିଆ ସାହେବ ତାଙ୍କ ଝିଅ ବିଷୟରେ ପକେଇବାକୁ ଲଗେଉଛନ୍ତି। ଚେଷ୍ଟା ତ ମୁଁ କଲି ଯଥାସାଧ୍ୟ, କିନ୍ତୁ ପିଲାଟା କ'ଣ ମଙ୍ଗିବ? ସେ ଯେ ବିଲାତ ଯିବାକୁ ବାୟା। ଚାରି ଆଖି କରେଇ ଦିଅନ୍ତୁ। ଧନେଶ୍ୱର ବାବୁ କହିଲେ, ନ ପାରିବେ ତ ମୋତେ କହନ୍ତୁ। କୌଣସି ସୁଯୋଗରେ ତାର ନାଚଟା ଦେଖେଇ ଦେଇପାରିବେ ନାହିଁ? ଦେଖଣାହାରି ମୁଗ୍ଧ ହୋଇଯାଆନ୍ତା। ଦର୍ଶକ ମଣ୍ଡଳୀ ଏକଦମ୍ ଚୁପ୍ଚାପ୍। ସମସ୍ତିଙ୍କ ଆଖିର ତୃଷ୍ଣା ମେଣ୍ଟାଇ ସେ ଯେତେବେଳେ ନାଚିଯାଏ, ଭାବର ଢେଉ ଉଠାଏ,
ଆଣନ୍ତୁ ଆପଣଙ୍କ ରାମକୁ। ଆସନ୍ତା ମାସରେ ତ ଗୋଟାଏ ପ୍ରୋଗ୍ରାମ ଅଛି। ଦେଖିବେ ସେ ଢେଉରେ ରାମ କୁଆଡ଼େ ଭାସିଯିବ। ଆଉ ପ୍ରବର୍ତ୍ତେଇବା ଦରକାର ପଡ଼ିବ ନାହିଁ। ହେ, ରାମ ଆସିବ। ସେ କ'ଣ ଆମରି ପରି ହୋଇଛି? ସେ ଯେ ବିଲାତ ବିଲାତ ବୋଲି ପାଗଳ। ହରିବାବୁ କହିଲେ, ଆପଣ ସେପରି କହନ୍ତୁ ନାହିଁ। ଯେମିତି ହେଲେ କାମଟା କରେଇ ଦିଅନ୍ତୁ। ଜାଣନ୍ତି ତ, ଗୋଟିଏ ବିଭାଘର କରେଇ ଦେବା ଯାହା, ଗୋଟିଏ ଦେଉଳ ତୋଳିବା ତାହା। ଗୋଟିଏ ବିଭାଘର କରେଇ ଦେବା ଯାହା, ଗୋଟିଏ ଦେଉଳ ତୋଳିବା ତା। ବିଲାତ ଯିବା କଥା ତ ମଝିଆ ସାହେବଙ୍କ ସଙ୍ଗେ ପକାଯାଉ। ଭଲ ପାତ୍ର ପାଇଲେ ନ ଦେବେ କାହିଁକି? ତାଙ୍କର କ'ଣ ନାହିଁ? କହିବେ ଯଦି ପକେଇବା ପ୍ରକାରାନ୍ତରେ କ'ଣ ମୁଁ କହିବି? ମୋର ସାହସ ପାଉନାହିଁ। ମୋତେ ସିନା କକା ବୋଲି ଡାକେ। ମୁଁ ତ ଆଉ ତାର ନିଜର କେହି ନୁହେଁ। ତାପରେ ଚାକିରି କଥା, ତାର ସ୍ଥାନ ଅସ୍ଥାନ ନାହିଁ, ବେଳ ଅବେଳ ନାହିଁ। ନୀତି ନୂଆ ଦାନାପାଣିର ଧନ୍ଦାର କଥା, ସେଥିରେ ପରଚର୍ଚ୍ଚା ଆପେ ଆସେ। ସରୋଜିନୀ ଭୋଜିରେ ବସିଛି। ଗୋଟାଏ ପାଖେ ପ୍ରକାଣ୍ଡ ଶ୍ୟାମବାବୁ, ତାଙ୍କର ବଡ଼ କ୍ଷୁଧା। ଟେବଲ ତଳେ ମଝିରେ ମଝିରେ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଅନୁଭବ କରିହୁଏ। କିନ୍ତୁ ସେ ବେଶୀ କଥା କହନ୍ତି ନାହିଁ। ଖାଇବାରେ ବ୍ୟସ୍ତ। ଖାଲି ବେଳେବେଳେ ତାଙ୍କର ବଡ଼ ବଡ଼ ଆଖିକୁ କିଣିକିଆ ଚାହାଣି ଚହଲି ପଡ଼େ। ଅମେଣ୍ଟା ଭୋକ ଦେଖାଇ ଅଳି କରି ମାଗେ, ଖାଦ୍ୟ, ଆହୁରି ଖାଦ୍ୟ। କ୍ଷୁଧା ମେଣ୍ଟାଇବାର ଏହି କାତର ଅଳି ଘୋଡ଼ି ହୋଇ ଆସେ ଗୋଟାଏ ରହସ୍ୟର ଭୋକ। କ୍ଷୁଧାକୁ କ୍ଷୁଧା ଡାକେ, ଅତି ସଙ୍ଗୋପନରେ ଡାକେ। ସେଥିରେ ଚୋରି କରି ଛପି ଯିବାର ପ୍ରବନ୍ଧ। କିନ୍ତୁ ସରୋଜିନୀ ଉନ୍ମନା। ଅତି ଯତ୍ନରେ ପରିପାଟି କରି ବେଶ ହୋଇ ସେ ଆସିଥିଲା। ତିଆରି ଆସିଥିଲା ଟେବଲରେ କହିଲା ଭଳି କଥା। ଟେବଲ ଭୋଜି ଗୋଟିଏ ଦୁର୍ଲଭ ସମ୍ମେଳନ। ଏତେ ସାଜ ସେ କ'ଣ ଏଇଥିପାଇଁ, କେବଳ ଖାଇବା ପାଇଁ? ଗହଳିରେ ଆଜି ଯେପରିକି ସେ ଫୁଟି ଉଠିପାରୁ ନାହିଁ। ଗୋଟାଏ ଚିତ୍ରର କିଛି ଅଂଶ, ଚିତ୍ରର ମଝି ନୁହେଁ, ଚିତ୍ରର ସବୁ ନୁହେଁ। ସବୁ ମିଶି ସଙ୍ଗୀତରେ ସ୍ୱର ସମନ୍ୱୟ ନୁହେଁ, କେବଳ ଗୋଳମାଳରେ ବି ନୁହେଁ ସେ କୌଣସି ବିଶିଷ୍ଟ ଧ୍ୱନି। ତାର ବିଶିଷ୍ଟତା ଢାଙ୍କି ହୋଇ ପଡ଼ିଛି। ଏଠି ସତେକି ସେ କେହି ନୁହେଁ। କାରଣ ନିଜ ଛିଆଁକୁ କେହି ଜଣେ ହୋଇପାରେ ନାହିଁ। ଜଣକୁ କେହି ଜଣେ ବୋଲି ବିଶିଷ୍ଟତା ଦିଅନ୍ତି ଅନ୍ୟମାନେ। ଜଣକୁ କେହି ଜଣେ ବୋଲି ବିଶିଷ୍ଟତା ଦିଅନ୍ତି ଅନ୍ୟମାନେ। ସେହିମାନଙ୍କ ଟଣା ଓଟରାରେ ତାର ବିଶିଷ୍ଟତା ପଦାକୁ ଓଟାରି ହୋଇ ବାହାରେ। ଏଠି ସେପରି ଟଣା ଓଟରା ନାହିଁ। ସମସ୍ତେ ଦୁଇ ଜଣ ବା ଚାରି ଜଣ ହୋଇ ନିଜ ନିଜର ନିଆରା ପରିସରରେ ଆବଦ୍ଧ। ସେ କେହି ନୁହେଁ। ଶର୍ମା ନାହାନ୍ତି, ରଣଜିତ୍ ବାବୁ ନାହାନ୍ତି। ପଦାରେ ମେଘ ଉଠେଇଛି। କେଡ଼େ ଚଞ୍ଚଳ ନିଭି ଯାଉଛି ତାରାର ବତି। ଘମାଘୋଟ ଅନ୍ଧାର। ପବନ ଛୁଟିଛି ସାଇଁ ସାଇଁ। କଳା ଘୁମର ଆକାଶର କପାଳ ଉପରୁ ସହସ୍ରେ ଫଣା ଲହ ଲହ କରି ସହସ୍ରେ ଧାରରେ ନିଗିଡ଼ି ପଡ଼ୁଛି ବିଜୁଳି। ଆଖିକି ତେଜ ସହୁନାହିଁ। ଗୋଟାଏ ସଙ୍କେତ। ତାପରେ ଆକାଶର କେତେ ଅନ୍ଧାର କଣରୁ ଏକାଥରକେ ଡିବି ଡିବି ଗମ୍ଭୀର ହୋଇ
ଡକାଡକି ହୋଇ ବାଜି ଉଠୁଛି ମେଘର ଡମ୍ବରୁ। ଚଡ଼ଚାଡ଼ ମାରୁଛି ବଜ୍ର। ଚାହୁଁ ଚାହୁଁ ପଲକେ ପଲକେ ପୃଥିବୀ ଉଜ୍ଜ୍ୱଳ ହେଉଛି, ଅନ୍ଧାର ହେଉଛି, ଉଜ୍ଜ୍ୱଳ ହେଉଛି, ଅନ୍ଧାର ହେଉଛି। ଛୁଟିଛି ପବନ ସଣସଣ ସଣ, ପବନ ସଣଣ ସଣନ, ଛୁଟିଛି ପବନ ସଣଣ ସଣନ। ପଦାରେ କି ପାଗଳା ନାଚ। ରୂପ ନାହିଁ, ଖାଲି ବେଗ। ଥରି ଉଠୁଛି ଛାତି। କାହିଁକି? କ'ଣ ସେ ଭୟ? କ'ଣ ସେ ସଙ୍କେତ? ଆଉ ବାରି ହେଉନାହିଁ। ଖାଲି ମୁଣ୍ଡା ମୁଣ୍ଡା ଅନ୍ଧାରର ମୁଣ୍ଡ ଘୁରା ନାଚ। ରାଉ ରାଉ ପବନ। ଚାମୁଚିଟିଏ ଧରି ବସି ରହିଛି ସରୋଜିନୀ। ଚାମୁଚିଟିଏ ଧରି ବସି ରହିଛି ସରୋଜିନୀର ଦେହ। ମନ ନାହିଁ। ମନ ଉଡ଼ି ଯାଇଛି। ଉଡ଼ି ବୁଲୁଛି ମୃତ୍ୟୁର ଦୁନିଆରେ। ବେଳେବେଳେ କ୍ଷୀଣ ଚେତନା ପ୍ରବାହରେ ଭାବୁଛି ମୃତ୍ୟୁ, ମୃତ୍ୟୁ। କାହିଁକି ପୁଣି ଉଡ଼ି ଯାଉଛି? ଏହି ସଙ୍କେତ। ସେ ମୃତ୍ୟୁର ତ? ସେ ମୃତ୍ୟୁର ତ? କଡ଼କାଡ଼ ଚଡ଼ଚାଡ଼, ଏ ତୋଫାନ, ଏ ବିଜୁଳି, ଏ ସତେ କି ମୃତ୍ୟୁର ଡାକ? ଗାଁ ମଶାଣି ଦଣ୍ଡା, ଭୂଇଁ ପୋଡ଼ା ଅଙ୍ଗାର, ଗୋଟିକିଆ ବରଗଛଟିଏ, ଶାଗୁଣାର ଘର, କୁଦ ଉପରେ ନାଗଫେଣି ବବୁର ବୁଦା କେଇଟି, ସିନ୍ଦୁର ଲାଗି ହୋଇ ଅତି ବୁଢ଼ୀ କରଞ୍ଜ ଗଛଟିଏ। ସେଠି ମଶାଣି ଚଣ୍ଡୀ ଉଡ଼ି ଚାଲୁଛି। ସେଠୁ ଯେତେ ଦୂରକୁ ଖାଲି ମୃତ୍ୟୁ, ମୃତ୍ୟୁ। ଦିଶୁଛି ଜଙ୍ଗଲ। ସେଠି ବି ପିଟୁଛି ଏଇ ପବନ, ଏଇ ଘଡ଼ଘଡ଼ି। କଡ଼କାଡ଼ ଭାଙ୍ଗି ପଡ଼ୁଛି ବଡ଼ ବଡ଼ ଗଛ। ବଡ଼ ଗଛରେ ବଜ୍ର ବିନ୍ଧୁଛି। ନିମିଷକେ ଜଙ୍ଗଲ ମରିଯାଇଛି। ବାହାରେ ଆଲୁଅ ଅନ୍ଧାର। କେଡ଼େ ତରତର। ଓଃ! ଛଣ କଲା ଛାତି। ମୃତ୍ୟୁ ଦେଖି ଚଢ଼େଇ ଫେରି ଆସୁଛି ନିଜ ବସାକୁ। କାହିଁକି ମୃତ୍ୟୁ? ହେଇ ତ ଲୋକେ ବସିଛନ୍ତି, ଗପ କରୁଛନ୍ତି, ଭୋଜି ଖାଉଛନ୍ତି। ସାମ୍ନାରେ ଜଳ ଜଳ ଦିଶୁଛି ଜୀବନ। କାହିଁ ମୃତ୍ୟୁ? ଦୀର୍ଘଶ୍ୱାସରେ ମନେ ପଡ଼ିଲା ଶର୍ମା ଓ ରଣଜିତ୍ ବାବୁ ଉଭୟେ ବାହାରି ଯାଇଛନ୍ତି ଶିକାରକୁ, ହୁଏତ ତାରି ମନୋରଞ୍ଜନ ପାଇଁ। ସ୍ତ୍ରୀ ଲୋକ ଦେଖିଲେ ପୁରୁଷ କେଡ଼େ ଫୁଲେଇ ହୁଅନ୍ତି। ମାଲୋ, ସତେ ଅବା ସରଗର ଚାନ୍ଦ ଧରି ଆଣିଦେବେ। ଆମର ଏଡ଼େ ପାରିଲାପଣ, ଏଡ଼େ କାଢ଼, କମ୍ ଆମେ? ଏ ପୁରୁଷ ଜାତି ସମସ୍ତେ ସମାନ। ଏକା ଫୁଲାକା କରା, ଏକା ବାହାପିଆ, ସମସ୍ତେ ସମାନ। ଦେଖିଦେଲା ମାତ୍ରେ ଏକା କଟାସ ପରି ଆଖି, ଗୋଡ଼ରେ ଗୁରେଇ ହୋଇଗଲା ପରି ଚାଟୁ, ଗିଳି ପକେଇଲା ପରି ଢପ, କାଠିରେ ନାଚିବାକୁ ମନ। ସମସ୍ତେ ଏକାପରି ଭୀରୁ, ସମସ୍ତେ। ଖାଲି ମୁହଁ ଟାଣ, ତୁଚ୍ଛା ଲୋକ ଦେଖାଣିଆ। ଅସଲ ଟାଣ ନାହିଁ। ଯଦିଚ ତରଳିବା ତାତି ସମସ୍ତଙ୍କର ସମାନ ନୁହେଁ। ସେହି ଏକା କଥା ବଖାଣି ହୁଅନ୍ତି ସମସ୍ତେ। ଯଦିଚ ଉପାୟ ଭିନ୍ନ। କିଏ ବିଜ୍ଞପର ଜ୍ଞାନର ବକ୍ତୃତା ଦିଏ ସ୍ତ୍ରୀ ଲୋକ ଦେଖିଲେ, କିଏ ବିନୟର ଅବତାର, କିଏ ଢମ କହେ ସବୁ ପ୍ରକାରାନ୍ତରେ ସେହି ଦରିଦ୍ର ଭିକାରୀ ମୁଁ ପଣର ପ୍ରକାଶ। ସ୍ତ୍ରୀ ଲୋକ ଦେଖିଲେ ମୁଁ ପଣ ପେଟ ଦେଖାଇ, ଥାଳ ଦେଖାଇ ଭିକ ମାଗେ। ଭୋକ ବଳି ପଡ଼େ। ପିଲାକାଳୁ ଆଖି ଫିଟିବା ଦିନୁ ସେହି ମା ଧାରଣା। ମାକୁ ଦେଖିଲେ ଭୋକ କରେ, ଇଚ୍ଛା ହୁଏ ଗୋଳ କରିବାକୁ। ସବୁ କଥାକୁ ମା। ଆଶ୍ରୟ।
ପିଲାଦିନର ସେହି ମା ସଂସ୍କାର ଆଉ ମନରୁ ମେଣ୍ଟି ନାହିଁ ପରା। ସ୍ତ୍ରୀ ଲୋକ ଦେଖିଲେ ପ୍ରକାରାନ୍ତରେ ମନେ ପଡ଼େ। ପୁରୁଷ ପିଲା ପୁରୁଷ ହୁଏ ନାହିଁ, ହୁଏ ସ୍ତ୍ରୀ ଲୋକର କାନିରେ ବନ୍ଧା ଖେଳନା କଣ୍ଢେଇ। ଯେତେ ବାଦଫୁରୁସି କାଢ଼ିଲେ ସୁଦ୍ଧା ଭୀମର ବଳ ଜାଣେ କୁଇଁତା। ସେହିପରି ସେମାନେ ନ ଚିହ୍ନିଥିଲା ଯାକେ ମନରେ ଯେତେ କୁତୂହଳ। ଦରହଆଉଜା କବାଟ ଉହାଡ଼ରୁ ଆଡ଼ ଆଖିରେ ଅନେଇ ରହିବାକୁ। ଅନେଇଲେ ମାଟି ଘଟରୁ ବାମ୍ଫ ପରି ଉଠି ଆସେ। କି ସ୍ୱପ୍ନ, କି ମୋହ ଉଠି ଆସି ରକ୍ତରେ ଭେଦେ। ତାପରେ କି ଗୁଣୁଗୁଣୁ, କି ମହକ। ଚିହ୍ନିଲେ ଜଣାପଡ଼େ ସେହି ମାଟି ଘଟ। ସମସ୍ତେ ଏକାପରି। ବୈଚିତ୍ର୍ୟ ଅଭାବରୁ ଅଣନିଶ୍ୱାସୀ ଲାଗେ। ବାଟ ନାହିଁ ଚାରିପଟେ ସେମାନେ। ଲାଗେ ଆଉ ଦଣ୍ଡେ ନୁହେଁ, ଆଉ କ୍ଷଣେ ନୁହେଁ, କେବଳ ଯେତିକି ପ୍ରୟୋଜନ। ମନ ଖିଆଲରେ ସେମାନଙ୍କୁ ଖେଳେଇ ହୁଏ। ସେଥିରେ ବାହାଦୁରି ନାହିଁ। ବାହା ଟେକିଦେଲେ ତାଙ୍କର ଆଖିରେ ବନ୍ଧନ ଲଗାଇ ହୁଏ। ଗୌରବ ନାହିଁ, ଖାଲି ଜ୍ୱାଳା। କାହିଁକି ତେବେ? ପାହାଚେ ପାହାଚେ ଭାବି ଚଢ଼ି ଚଢ଼ିକା ସରୋଜିନୀ ଅଟକି ରହିଲା ଆପଣାର ପ୍ରଶ୍ନ ପାଖେ। କେଉଁ ଅତୀତର କଡ଼ମଡ଼ା ବ୍ୟକ୍ତିତ୍ୱ ସତେକି ତାର କା ନେଉଛି? ସରଳ ସତେଜ ଗାଉଁଲି ସରୋଜିନୀ। କେଉଁ ପାସୋରା ସରୋଜିନୀ? ଅନ୍ଧାରରେ ରହି ଖରା ଦାଉରୁ ଚମଡ଼ାର ବର୍ଣ୍ଣ ଉଜ୍ଜ୍ୱଳ ରଖିଥିଲା। ଭାଗ୍ୟକୁ ଦ୍ୱାହି ଦେଇ ଅବସ୍ଥାର ଦରିଦ୍ରତା ଭିତରେ ବି ପାଇଥିଲା ବଞ୍ଚିବାର ପଦ୍ମ ସୁବାସ। ସେ ସକେଇ ହୋଇନାହିଁ, ଝରସରି ହୋଇନାହିଁ। ଯାହା ଶିଖିଥିଲା ସେହି ଦେବତାମାନଙ୍କୁ କଳ୍ପନା କରି ଭୂଇଁରେ ମୁଣ୍ଡିଆ ମାରି ହସି ହସି ଘରକରଣା ଭିତରେ ଜୀବନ ବିତେଇ ଦେଇ ପାରିଛି। ତଳ ଦିନର କେଉଁ ଅଲୋଡ଼ା ସରୋଜିନୀ? ଲାଜକୁଳୀ। ଘର କଣର ଅଖ୍ୟାତ ମନୁଷ୍ୟଟାଏ। ସେହି ଆଜି ଅନହୁତି ଆଖିକି ଅଧିକାର କରି ବସେ। ଚାରିପାଖକୁ ଚାହିଁ ତୁହାଇ ଦୁଆ ଦିଏ। କାହିଁକି ସେ ଏଠି? ହେଇତ ବ୍ଲେବ୍ ଆବୋରି ଖାଲି ମଲା ଲୋକଙ୍କ ଦଳ। ବୈଚିତ୍ର୍ୟ ନାହିଁ, ପୂର୍ଣ୍ଣତା ନାହିଁ। ଫମ୍ପା ମାଠିଆ ଦଳ। ଚାହିଁଲେ ବାରି ହୁଏ। କିଛି ଯଦି ଅଛି ଏଥିରେ ସେ ଖାଲି ତଳିତଳା ଦୁରଭିସନ୍ଧି। ତାର ଆସ୍ଥାନ ବି ସହଜେ ବାରି ହୁଏ। ଫେର ଝଟକିଲାଣି ସହସ୍ରଫଣା ବିଜୁଳି। ଥକ୍କା ହୋଇ ବସି ରହିଛି ଆଜିକା ସରୋଜିନୀ। ପୁରୁଣା ନୁହେଁ, ଅତି ନୂଆ। ମୁହଁରେ ବିରକ୍ତି ଓ ଶାନ୍ତିର କାଲିଚା। ଭାବନା ବକା। କ'ଣ ଚାହେଁ ବୁଝେ ନାହିଁ। କାହିଁକିର ଉତ୍ତର ନାହିଁ। ଖାଲି ଚାଲିଛି। ଫେରାଇ ନେଲେ ଆପତ୍ତି ନ ଥାନ୍ତା। ଫେରିବାକୁ ମନ ନାହିଁ। ବସି ରହିଛି ସେ କଣ୍ଢେଇଟିଏ। ସମାଜର ଫୁଲ କମ। ତେଣୁ ତାକୁ ବସିବାକୁ ହେବ। ତଥାପି ସେହି କଣ୍ଢେଇର ଆଖି ଜୁକୁଜୁକୁ ହୋଇ ଜଳି ଉଠେ। ଚେତନା ତେଜେ। ମନେପଡ଼େ ଶର୍ମା ନାହାନ୍ତି, ରଣଜିତ୍ ବାବୁ ନାହାନ୍ତି। ଆପଣ ଆଉ କିଛି ନେଲେ ନାହିଁ ତ? ମିସେସ୍ ଦାସ କିଛି ଖାଇଲେ ନାହିଁ? ଓଃ, ବହୁତ ଖାଇଦେଲି।
ସରୋଜିନୀ ହସିଦେଲା। ତାର ନୀତି ଅଭ୍ୟସ୍ତ ହସ। ତାହା ଟେବଲକୁ ଆଲୁଅ କରେ। ତାହା ଟେବଲକୁ ଆଲୁଅ କରେ।